ଖ୍ରୀଷ୍ଟିଆନ ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ପ୍ରଣାମ ଜୟ ଯୀଶୁ। ଆଉ ଦେଖନ୍ତୁ, ହିନ୍ଦୁ ଧର୍ମ ଛାଡ଼ିକି ଖ୍ରୀଷ୍ଟିଆନକୁ କାହିଁକି ଫଲୋ କରୁଛନ୍ତି ଆଉ ଯୀଶୁଙ୍କ ପାଖକୁ କାହିଁକି ଯାଉଛନ୍ତି ଅନେକ ଲୋକମାନେ କହୁଛନ୍ତି, ହଁ କି ନାହିଁ? ତ ଦେଖନ୍ତୁ, ମୁଁ ଗୋଟେ ପଠନ ପଢ଼ି ଦେଉଛି, ଆପଣମାନେ ଶୁଣନ୍ତୁ। ଗାଲାତୀୟ ଯଦି 4:8 ପଢ଼ିବା, ସେଇଠାରେ ଲେଖା ଅଛି, ମାତ୍ର ପୂର୍ବରେ ତୁମେମାନେ ଈଶ୍ୱରଙ୍କୁ ନ ଜାଣି, ଦେଖନ୍ତୁ ଭଲ ଧ୍ୟାନ ଦେଇକି ଶୁଣନ୍ତୁ, ମାତ୍ର ପୂର୍ବରେ ଯୀଶୁ ଆସିବା ପୂର୍ବରୁ ତୁମେମାନେ ଈଶ୍ୱରଙ୍କୁ ନ ଜାଣି ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହନ୍ତି ସେମାନଙ୍କର ଦାସ ଥିଲ, ହଁ କି ନାହିଁ? ଯେତେବେଳେ ଯୀଶୁ ଆସିବା ପୂର୍ବରୁ ଆମେ ଯେଉଁମାନେ ପ୍ରକୃତରେ ଦେବତା ନୁହନ୍ତି ସେମାନଙ୍କର ଦାସ ଥିଲୁ, ସେମାନଙ୍କୁ ପୂଜା କରୁଥିଲୁ, ବଳି ଦଉଥିଲୁ, ହଁ ନା ନାହିଁ? ଦଉଥିଲୁ ନାହିଁ? ତ ଯେତେବେଳେ ଯୀଶୁ ଆଇଲା ପୂର୍ବରୁ ଆମେ ଜାଣିଲେ ଯୀଶୁ ଏକ ସତ୍ୟ ପରମେଶ୍ୱର, ତାଙ୍କଠାରେ ପରିତ୍ରାଣ ଅଛି, ଅନନ୍ତ ଜୀବନ ଅଛି, ମୁକ୍ତି ଅଛି। ତାଙ୍କୁ ଜାଣିଲେ ପରିବାର ଶାନ୍ତି ଅଛି, ରୋଗରୁ ସୁସ୍ଥ, ଆରୋଗ୍ୟ। କାରଣ ପୂର୍ବରେ ଆମେ ମାନେ ଅନ୍ଧକାର ସ୍ୱରୂପ କାଟୁଥିଲୁ ଜୀବନ। ଯେଉଁ ଦେବତାମାନଙ୍କୁ ଯେତେ ପୂଜା କଲେ ମଧ୍ୟ ସେ ଦେବତାମାନେ ଆମମାନଙ୍କୁ ସୁସ୍ଥ କରୁନଥିଲେ, ଆରୋଗ୍ୟ ଦେଉନଥିଲେ, ମୁକ୍ତି ଶାନ୍ତି ଦେଉନଥିଲେ। ତେଣୁକରି ଯୀଶୁ ଆସିବାରୁ ଆମେ ଯୀଶୁଙ୍କୁ ଜାଣି ଲୋକମାନେ ଯୀଶୁଠାରେ ପରିତ୍ରାଣ ଅଛି ବୋଲି ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି ଆଉ ଖ୍ରୀଷ୍ଟିଆନକୁ ଫଲୋ କରୁ। ଦେଖନ୍ତୁ, କେତେ ଜଣ କହୁଛନ୍ତି ଚାଉଳ ବସ୍ତା ଟଙ୍କା ଦେଇକି ଖ୍ରୀଷ୍ଟିଆନ ପରିବର୍ତ୍ତନ କରୁଛନ୍ତି। ନାଇଁ 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 ନାଇଁ, ସାଧୁ ପାଉଲ କହୁଛି, ଆଉ କିଏ ନାହିଁ। ଏଇଟା ସାଧୁ ପାଉଲ ସେ ନିଜେ ଲେଖିଛି ଗାଲାତୀୟ ମଣ୍ଡଳୀକୁ, ଯେ ତୁମେ ମାନେ ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହନ୍ତି ସେମାନଙ୍କୁ ତୁମେ ପୂଜା କରୁଛ, ସେମାନଙ୍କୁ ପୂଜା କରୁଛ, କିନ୍ତୁ ଈଶ୍ୱରଙ୍କୁ ଜାଣିଲା ପରେ ଈଶ୍ୱରଙ୍କୁ ତୁମେ ପୂଜା କର, କେବଳ ଏକମାତ୍ର ପରମେଶ୍ୱର। ଆଉ ଦେଖିବା ନର, କିନ୍ତୁ ଏବେ ଈଶ୍ୱରଙ୍କ ପରିଚୟ ପାଇଅଛ। ତ ଯେ ଈଶ୍ୱରଙ୍କ ପରିଚୟ ପାଇଅଛୁ, ପୂର୍ବରେ ଈଶ୍ୱରଙ୍କ ପରିଚୟ ପାଇନଥିଲୁ, ତେଣୁକରି ଆମେ ଅନ୍ୟ ଦେବତାମାନଙ୍କୁ ପୂଜା କରୁଥିଲୁ। କିନ୍ତୁ ଏବେ ଈଶ୍ୱରଙ୍କ ପରିଚୟ ପାଇଅଛ, ଈଶ୍ୱରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଛ? କ'ଣ କରୁଛ? ଆଉ ଖ୍ରୀଷ୍ଟିଆନ ଯୀଶୁଙ୍କୁ ଜାଣିଲା ପରେ ଆଉ ହିନ୍ଦୁ ଧର୍ମକୁ ଇଚ୍ଛା କରିବେ ନାହିଁ, କାରଣ ଏ ଧର୍ମରେ ପାୱାର ଅଛି, ଶକ୍ତି ଅଛି, ନ୍ୟାୟ ଅଛି, ପ୍ରେମ ଅଛି, ସବୁ କିଛି ଅଛି। କିନ୍ତୁ ଆମେ ପୂର୍ବରେ ଆମେ ଈଶ୍ୱରଙ୍କୁ ନ ଜାଣି ଅନ୍ୟମାନଙ୍କୁ ଦେବତାମାନଙ୍କୁ 33 କୋଟି ଦେବତାକୁ ପୂଜା କରୁଥିଲୁ, କିନ୍ତୁ ଏବେ କରିବୁ ନାହିଁ। ଆମେ ସତ୍ୟତା ଜାଣିଲୁ। ଶୁଣନ୍ତୁ ଅନ୍ଧଭକ୍ତ ମାନେ, ଶୁଣନ୍ତୁ, ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହନ୍ତି ସେମାନଙ୍କର ଦାସ ଏବେ ବି ହେଉଛୁ। ମନ ପରିବର୍ତ୍ତନ କର, ଯୀଶୁଙ୍କଠାରେ ବିଶ୍ୱାସ କର। ବାଇବେଲ କୁହେ, ଯଦି ଆଉ ଗୋଟେ ଦେଖିବା, ପ୍ରଥମ ପିତର 2:10 ଲେଖା ଅଛି, ପୂର୍ବରେ ତୁମେ ପ୍ରଜାବାଚ୍ୟ ନଥିଲ, କିନ୍ତୁ ଏବେ ଈଶ୍ୱରଙ୍କ ପ୍ରଜା ହୋଇଅଛ। ପୂର୍ବରେ ତୁମେ ଦୟା ପାଇନଥିଲ, ମାତ୍ର ଏବେ ଦୟା ପ୍ରାପ୍ତ ହୋଇଛ। ପୂର୍ବରେ ଏତେ ଦେବତାକୁ ପୂଜା କରି, ବଳି ଦେଇ, ଛେଳି ମେଣ୍ଢା ଗୋରୁ ଦେଇ ପିଇ ଦୟା ପାଇନଥିଲୁ। ଯେତେବେଳେ ଯୀଶୁ ଆସିକି ସେ ନିଜେ ବଳି ଦେଲେ, ଉତ୍ସର୍ଗ ହେଲେ, ଆଉ ତେବେ ଆମେ କ'ଣ ପାଇଲୁ? ଦୟା ପାଇଲୁ। ପୂର୍ବରେ ଦୟା ପାଇନଥିଲୁ, କିନ୍ତୁ ଏବେ ଦୟା ପାଇଛୁ। ତେଣୁକରି ମୁଁ କହିଦେବାକୁ ଯାଏ, ଯେତେ ବି ଖ୍ରୀଷ୍ଟିଆନ ବିରୋଧୀ ଅଛନ୍ତି, ସତରେ ଯୀଶୁଙ୍କୁ ବିଶ୍ୱାସ କରନ୍ତୁ, ମୁଖରେ ସ୍ୱୀକାର କରନ୍ତୁ, ତାର କ୍ରୁଶକୁ ବିଶ୍ୱାସ କରନ୍ତୁ, ତୁମେ ନିଶ୍ଚୟ ପରିତ୍ରାଣ ପାଇବ। ସତରେ ଏଇଟା ମିଛ କହୁନି, କାରଣ ଏଇଟା ବାଇବେଲ ଲେଖିଛି। ଯେଉଁ ବ୍ୟକ୍ତି ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ନା କରୁଥିଲା, ମାରୁଥିଲା, ପିଟୁଥିଲା, ସାଧୁ ପାଉଲ, ତାଙ୍କ ବିଷୟ ଯଦି ପଢ଼ବ ତାହେଲେ ତୁମେ ଜାଣିବ ସେଇ ବ୍ୟକ୍ତି କହୁଛି, ପ୍ରକୃତରେ ଅନ୍ୟମାନଙ୍କର ଦାସ ଥିଲୁ, ଅନ୍ୟମାନଙ୍କର ଦେବତାକୁ ଆମେ ପୂଜା କରୁଛୁ। ପ୍ରକୃତରେ ଯେଉଁମାନେ ଈଶ୍ୱର ନୁହନ୍ତି ସେମାନଙ୍କୁ ଆମେ ପୂଜା କରୁଥିଲୁ, କିନ୍ତୁ ଈଶ୍ୱର ଯିଏ ଯୀଶୁ ଖ୍ରୀଷ୍ଟ, ସିଏ ସାକ୍ଷ୍ୟ ଦେଉଛି, ଆମେ ତ କହୁନ ଭାଇ, ବାଇବେଲ ଲେଖା। ତେଣୁକରି ରହିଲି, ପ୍ରଣାମ, ଜୟ ଯୀଶୁ।